ସନ୍ଧ୍ୟାରୁ ଆମେ ତ ବୈତରଣୀ ଶାଳନ୍ଦୀ ଆଉ ଜଳକାରେ ବନ୍ୟାର ପ୍ରକୋପ ଅନୁଭବ କରୁଛେ। କାଲି ରାତି ସାରା ବି ଆମର ସମସ୍ତ ଅଧିକାରୀ ଯେତିକି ଅଛନ୍ତି ଜଳସମ୍ପଦ ବିଭାଗର ଆଉ ଆମର ଜିଲ୍ଲାପାଳଙ୍କର ସମସ୍ତ ଯେତିକି ଅଧିକାରୀ ଥିଲେ ସେମାନେ ରାତି ସାରା ପାଟ୍ରୋଲିଂ କରିଛନ୍ତି। ତାର ସବୁ ସେମାନେ ଭିଡ଼ିଓ ଏସବୁ ପୋଷ୍ଟ କରିଛନ୍ତି। ଆମେ ଯେମିତି ଜାଣିଲେ ଆନନ୍ଦପୁରରୁ କାଲି ପାଖାପାଖି 10,634 କ୍ୟୁମେକ୍ ପାଣି ରିଲିଜ୍ ହେଇଥିଲା ବୈତରଣୀରେ। ସେଥିପାଇଁ ଆମେ ତାର ଯେଉଁ ପିକ୍ ଫ୍ଲଡ୍ ବର୍ତ୍ତମାନ ଆଖୁଆପଦାରେ କ୍ରସ୍ କରୁଛି। ଆଖୁଆପଦାର ଯେମିତି କହିଥିଲି ଡେଞ୍ଜର ଲେଭେଲ୍ 18.33 କିନ୍ତୁ ବର୍ତ୍ତମାନ ପାଖାପାଖି 19.35ରେ ଜଳ ପ୍ରବାହିତ ହେଉଛି। କିନ୍ତୁ ଆମେ ଗୋଟେ ବହୁତ ବଡ଼ କାମ କରିଛୁ। କାଲି ରାତି ସାରା ପାଟ୍ରୋଲିଂ କରିକି ଯୋଉଠି ବି ବ୍ରିଜ୍ କୌଣସି ଜାଗାରେ ହେଇନି ତଳେ ବୈତରଣୀରେ ଆଖୁଆପଦାର ତଳୁ ଯାଏ ସେ ଗୋଟେ ବଡ଼ ଆଚିଭମେଣ୍ଟ ଆମ ପାଇଁ। କାରଣ ବହୁତ ଜାଗାରେ ଯୋଉଠି ବ୍ୟାଙ୍କ ଓଭରଟପ୍ କରୁଥିଲା ସେଠି ଆମର ଯେଉଁମାନେ ଥିଲେ ଅଧିକାରୀ ଆଉ ସବୁ ସେମାନେ ବାଲି ବସ୍ତା ଏସବୁ ଦେଇକି ପାଣିକୁ ଅଟକେଇଛନ୍ତି। ପାଣିକୁ ବାହାରକୁ ଯିବା ପାଇଁ ଏଯାଏ ଗୋଟେ ବଡ଼ ପଦକ୍ଷେପ ଆମ ପାଇଁ। କାଲି ରାତି ସାରା ଆମେ ସମସ୍ତେ ଥିଲୁ ଅନିଦ୍ରା ଏବଂ ରାତି ସାରା ବୁଲୁଥିଲୁ ବି ବ୍ୟାଙ୍କରେ ସବୁ। ଆଉ ଶାଳନ୍ଦୀରେ ତ ଆମର ଭଦ୍ରକ ଯେମିତି କହୁଥିଲି 17 ଫୁଟ ଜାଗାରେ 18.9 ଫିଟ୍ରେ ବର୍ତ୍ତମାନ ପାଣି ଅଛି। ଆମେ ବର୍ତ୍ତମାନ ସୁଦ୍ଧା ଆଉ ହଦଗଡ଼ରୁ ପାଣି ଛାଡୁନାହୁଁ। ଯାହା 4ଟି ଗେଟ୍ ଦେଇକି ଯେଉଁ ଯାଉଥିଲା 90 କ୍ୟୁମେକ୍ ସେତିକି ଅଛି। ଆମେ ତାକୁ ବାଲାନ୍ସ କରିବାକୁ ଚେଷ୍ଟା କରୁଛୁ ଯେମିତି ବେଶୀ ଫ୍ଲଡିଂ ଆଉ ତଳକୁ ନ ହୁଏ। କିନ୍ତୁ ଆମର ଯାହା ପ୍ରେଡିକ୍ସନ ଅଛି ସେଣ୍ଟ୍ରାଲ ୱାଟର କମିଶନର ଆମର ଆଖୁଆପଦା ଆଉ ଶାଳନ୍ଦୀ ଜଳକା ତାର ଫଲିଂ ଟ୍ରେଣ୍ଡ ଆରମ୍ଭ ହେବ ସନ୍ଧ୍ୟା ପରେ। ତେଣୁ ସେତିକି ଯାଏଁ ଆମକୁ ଟିକେ ଏଇ ଫ୍ଲଡ୍ ସିଚୁଏସନ୍ ଯେଉଁ ଅଛି ୱାଟର ଲଗିଂ ଫଗିଂ ସେସବୁ ଟିକେ କଣ୍ଟିନ୍ୟୁ କରିବ। ଆଉ ଆମର ଆକ୍ଚୁଆଲି ଯେହେତୁ ଟାଇଡ୍ ଅଛି ଆଜି ପୂର୍ଣ୍ଣିମା ଅଛି ତେଣୁ ସମ୍ପୂର୍ଣ୍ଣ ପାଣି ନିଷ୍କାସନ ହେବା ପାଇଁ ଆମକୁ ଆଉ 24 ଘଣ୍ଟା ଲାଗିପାରେ। ସେଥିପାଇଁ ଆମକୁ ଟିକେ ଅପେକ୍ଷା କରିବାକୁ ପଡ଼ିବ, ସଜାଗ ରହିବାକୁ ପଡ଼ିବ। ଏଇ 3ଟା ନଦୀରେ ତ ଆମେ ଫ୍ଲଡ୍ ଯାହା କାଲିଠୁ ଏକ୍ସପିରିଏନ୍ସ କରୁଛେ ମେନଲି ଜଳକା ଶାଳନ୍ଦୀ ଆଣ୍ଡ ବୈତରଣୀ। ବାକି ନଦୀରେ ତ ଆମେ ବନ୍ୟା ପାଇନାହିଁ, ତା ଉପରେ ଆମେ ଆମର ଆକଳନ ଜାରି ରଖିଛୁ। ଲୋକ ଆକ୍ଚୁଆଲି ଏମିତି ମୋଷ୍ଟଲି ଆମର ଚାଷ ଜମି ବେଶୀ ପ୍ରଭାବିତ ହୋଇଛି। ଆଉ ଯୋଉଠି ଘରେ ପାଣି ପଶିଥିଲା ତାକୁ କାଲି ସନ୍ଧ୍ୟାରେ ବି ଆମର ହାଇ ଲେଭେଲ ଭିସି ନେଇଥିଲେ ଅନରେବୁଲ ରେଭିନ୍ୟୁ ମିନିଷ୍ଟର, ଚିଫ୍ ସେକ୍ରେଟାରୀ, ଆମ ସେକ୍ରେଟାରୀ, ଏସ୍ଆରସି, ଡିଜି ପୁଲିସ। ତ ସେମାନେ ତାଙ୍କର ଯାହା ଏଭାକୁଏସନ୍ କରିବା କଥା ସେମାନେ ସେ କାମରେ ଲାଗି ରହିଛନ୍ତି। ଯୋଉଠି ଦରକାର ରିଲିଫ ପହଞ୍ଚାଉଛନ୍ତି। ସେମିତି କୌଣସି କୋଉଠି ବିରାଟ ଘାଇ ହେଇନାହିଁ। ଖାଲି ଆପଣମାନେ ଜାଣିଥିବେ କାଲି ରାତିରେ ଆନନ୍ଦପୁରର 200 ମିଟର ତଳେ ଯେଉଁ ତାଙ୍କର ରିଙ୍ଗ ରୋଡ୍ ଅଛି ସେଠି ଗୋଟେ 20 ଫୁଟର ଘାଇ ହେଇଥିଲା। କିନ୍ତୁ ସେଠି ବହୁତ କମ୍ ପାଣି ନିଷ୍କାସିତ ହୋଇଥିଲା। ସେଥିରେ କୌଣସି ଫ୍ଲଡିଂ ସେମିତି ହେଇନାହିଁ। କାରଣ ସେଇ ପାଣି ପୁଣି ତଳକୁ ଯାଇକି 405 ମିଟର ଆଉ ଥରେ ବୈତରଣୀରେ ମିଶୁଛି। ମହାନଦୀର ସ୍ଥିତି ବିଷୟରେ ମୁଁ 12:30 ବେଳେ କହିବି। କାରଣ ଆମେ ମିଡିଲ କ୍ୟାଚମେଣ୍ଟ ଆଉ ତେରରେ ବହୁତ ବର୍ଷା ପାଇଛୁ କାଲି। ତ ଆସନ୍ତା କାଲି ସନ୍ଧ୍ୟା ବେଳକୁ ଆମ ମୁଣ୍ଡଳିରେ ପାଣି କମିବାକୁ ଆରମ୍ଭ କରିଛି। 5,06,70,000ରୁ କମିକି 5,40,000ରୁ ପଳେଇ ଆସିଲାଣି। କିନ୍ତୁ କାଲି ସନ୍ଧ୍ୟା ସୁଦ୍ଧା ଆଉ ଥରେ ପାଣି ବଢିବା ଆରମ୍ଭ କରିପାରେ। ତାର ଡିଟେଲ ଆକଳନ ଆମେ କରୁଛୁ, ମୁଁ ଆପଣମାନଙ୍କୁ ଜଣେଇବି।